ଜଙ୍ଗଲ ନିଆଁକୁ କେମିତି ପ୍ରତିହତ କରିବା ଏଇ ବର୍ଷ ବହୁତ ଭଲ ଭାବରେ ସେଇଥିପାଇଁ ଗୋଟେ ପ୍ରସ୍ତୁତି ବୈଠକ ଆମର ଚାଲିଛି। ଏଥିରେ ଏଇ ଅନୁଗୁଳ ସର୍କଲର ସମସ୍ତ ଡିଓଫଓ ସମସ୍ତ ଏସିଏଫ୍ ଏବଂ ସମସ୍ତ ରେଞ୍ଜ ଅଫିସର ମାନେ ଯୋଗ ଦେଇଛନ୍ତି। ମୁଁ ଏଠି କହିବା ପାଇଁ ଚାହିଁବି ଯେ ଗତ ବର୍ଷ ସାରା ରାଜ୍ୟରେ ଜଙ୍ଗଲ ନିଆଁକୁ ସାମ୍ନା କରିବାରେ ଆମେ ବହୁତ ଭଲ କାମ କରିଥିଲୁ। ଏଇ ବର୍ଷ ମଧ୍ୟ ସେଇ ଉଦ୍ଦେଶ୍ୟ ନେଇକି ଆମେ ଆମର ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଜଙ୍ଗଲ ନିଆଁକୁ ପ୍ରତିହତ କରିବା ପାଇଁ ଏଇ ବର୍ଷ ଆମର ପୁରା ସର୍କଲରେ 720ରୁ ଅଧିକ ବ୍ଲୋୟର ରଖିଛୁ। ଆମେ 5300 କିଲୋମିଟରରୁ ଅଧିକ ଜାଗାରେ ଆମେ ଅଗ୍ନି ନିରୋଧୀ ରେଖା ବା ଫାୟାର ଲାଇନ୍ ଆମେ କରିବା ପାଇଁ ଲକ୍ଷ୍ୟ ରଖିଛୁ। ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆମେ ବିଭିନ୍ନ ଆୱାରନେସ୍ ପ୍ରୋଗ୍ରାମ ପାଲା ଦାସକାଠିଆ ଅନ୍ୟାନ୍ୟ ଷ୍ଟ୍ରିଟ୍ ଆର୍ଟ ଏଭଳିଆ ଲୋକମାନଙ୍କୁ କେମିତି ସଚେତନତା ସୃଷ୍ଟି କରିପାରିବା ଏଇ ମାଧ୍ୟମରେ ଆମେ ଲୋକମାନଙ୍କୁ ବାର୍ତ୍ତା ଦେବୁ ଯେ ଜଙ୍ଗଲକୁ ଆମେ ବଞ୍ଚେଇବା, ଜଙ୍ଗଲକୁ ଯେମିତି ନିଆଁ ନ ଲାଗିବ ସେଥିପାଇଁ ଆମେ ଚେଷ୍ଟା କରିବା। ତେଣୁ ଜନସାଧାରଣଙ୍କର ପ୍ରତ୍ୟକ୍ଷ ସହଭାଗିତାରେ ଲୋକଙ୍କର ପ୍ରତ୍ୟକ୍ଷ ସହଯୋଗରେ ଆମେ ଏହି କାମଟାକୁ ସଫଳ ଭାବରେ ସମ୍ପାଦନ କରିପାରିବୁ। ତେଣୁ ଆମେ 1150ରୁ ଅଧିକ ଆମେ ଆୱାରନେସ୍ ପ୍ରୋଗ୍ରାମ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ବିଶେଷ କରି ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ଆମେ ସାମିଲ କରିବୁ। ସମାଜର ସମସ୍ତେ ସାମିଲ ହେବେ, କିନ୍ତୁ ଆମର ସ୍ପେଶାଲ ଫୋକସ୍ ରହିବ କେମିତି ମହିଳାମାନେ ଏହି କାର୍ଯ୍ୟକ୍ରମରେ ଅଧିକ ସାମିଲ ହେବେ। ଭିଏସ୍ଏସ୍ ମାନଙ୍କୁ ମଧ୍ୟ ଇନସେଣ୍ଟିଭ୍ସ ଦେବାର ବ୍ୟବସ୍ଥା କରାଯାଇଛି। 220ରୁ ଅଧିକ ଭିଏସ୍ଏସ୍କୁ ଇନସେଣ୍ଟିଭ୍ ଦିଆଯିବ। ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ପୁରସ୍କାର ଦିଆଯିବ। ଆମେ ବିଭିନ୍ନ ବନଖଣ୍ଡରେ ମକ୍ଡ୍ରିଲ୍ ଗୁଡ଼ିକ ମଧ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛୁ। 40ରୁ ଅଧିକ ମକ୍ଡ୍ରିଲ୍ କରାଯିବ। ଯେଉଁଗୁଡ଼ାକ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଆମେ ମଞ୍ଚାନ କରିକିରି ମଞ୍ଚାନରୁ ହିଁ ଆମର ଷ୍ଟାଫ୍ ମାନେ ଜଗିବେ, ଯେମିତି ଜଙ୍ଗଲକୁ ଆମେ ନିଆଁ ଦାଉ ରକ୍ଷା କରିପାରିବା। ଫାୟାର ଟ୍ରେନିଂ ଆଟ୍ ଡିଭିଜନ ଆଉ ରେଞ୍ଜ ଲେବୁଲରେ ଆମେ ପାଖାପାଖି 60ଟିରୁ ଅଧିକ ଟ୍ରେନିଂ ପ୍ରୋଗ୍ରାମ ଆୟୋଜନ କରୁଛୁ। ଏବଂ ଏହି କାର୍ଯ୍ୟକ୍ରମଟା ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଆମକୁ ଗାଡ଼ିର ଆବଶ୍ୟକତା ରହିଛି। ତେଣୁ ପାଖାପାଖି ଆମେ ଏହି ଅନୁଗୁଳ ବନମଣ୍ଡଳରେ 50ଟିରୁ ଅଧିକ ଗାଡ଼ି ନିୟୋଜିତ କରାଯିବ। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଆପଣ ସମସ୍ତଙ୍କର ସହଯୋଗ କାମନା କରୁଛି ଏବଂ ଆପଣମାନଙ୍କ ମାଧ୍ୟମରେ ଏହି ବାର୍ତ୍ତା ଲୋକମାନଙ୍କ ପାଖରେ ଯାଉ ଯେ ଆମ ଜଙ୍ଗଲକୁ ଆମେ ନିଆଁ ଦାଉ ରକ୍ଷା କରିବା ଏବଂ ଗତ ବର୍ଷ ଭଳି ଯେଉଁଭଳି ଆମେ ଭଲ କାମ କରିଥିଲେ ସୁନାମ ପାଇଥିଲେ ଏହି ବର୍ଷ ମଧ୍ୟ ଆମେ ସେହିଭଳି ସୁନାମ ପାଇବା ଏବଂ ଜଙ୍ଗଲକୁ ଆଉ ଜୀବଜନ୍ତୁକୁ ନିଆଁ ଦାଉ ରକ୍ଷା କରିବା।